ଭଞ୍ଜନଗର ଡହ ଜଳସେଚନ ଉପଖଣ୍ଡ ଏସଡିଓଙ୍କ ଘରେ ଭିଜିଲାନ୍ସ ରେଡ୍ ଘଟଣା। ପଞ୍ଚୁ ବେହେରାଙ୍କ ଘରୁ ମିଳିଲା ନଗଦ 18,90,000 ଟଙ୍କା। ସରକାରୀ ବାବୁଙ୍କ 5ଟି ଦାମୀ ପ୍ଲଟ୍ ଠାବ କରାଯାଇଛି। ଠୁଳ କରିଥିଲେ ଆୟଠୁ ଅଧିକା ସମ୍ପତ୍ତି। ପୁଳାପୁଳା ଟଙ୍କା ଦେଖି ଭିଜିଲାନ୍ସ ଟେରା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଡହ ଜଳସେଚନ ଉପଖଣ୍ଡ ଏସଡିଓ ପଞ୍ଚୁ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା। ଚଢ଼ାଉ ବେଳେ ଆଜି ପଞ୍ଚୁ ବେହେରାଙ୍କ ଘରୁ ନଗଦ 18,90,000 ଟଙ୍କା ଜବତ କରାଯାଇଛି। ଏହା ସହିତ 5ଟି ଦାମୀ ପ୍ଲଟ୍ ଠାବ ହୋଇଛି। ବ୍ରହ୍ମପୁର ଟାଉନରେ ତାଙ୍କର ଏକ ବହୁତଳ କୋଠା ରହିଛି। ଏସଡିଓଙ୍କର 57 ଲକ୍ଷ ଟଙ୍କାର ଏକ କଂକ୍ରିଟ ମିକ୍ସଚର ମେସିନ୍, 37 ଲକ୍ଷ ଟଙ୍କାର ଏକ ଜେସିବି ମେସିନ୍ ଏବଂ ଏକ 4 ଚକିଆ ଯାନ ରହିଛି। ତେବେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏସଡିଓ ପଞ୍ଚୁ ବେହେରାଙ୍କ ଭଞ୍ଜନଗର ସ୍ଥିତ ସରକାରୀ ବାସଭବନ ସହିତ ଅଫିସ୍ ଚାମ୍ବର, ବ୍ରହ୍ମପୁରର ବସନ୍ତ ବିହାର ସ୍ଥିତ ଘର, ପୋଲସରାରେ ରହିଥିବା ପୈତୃକ ଘର, ବ୍ରହ୍ମପୁରରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଏସଡିଓ ଶ୍ରୀ ବେହେରାଙ୍କ ବ୍ରହ୍ମପୁର ସ୍ଥିତ ବାସଭବନରୁ ନଗଦ 15,13,000 ଟଙ୍କା ଜବତ କରାଯାଇଛି। ସେହିପରି ଭଞ୍ଜନଗର ସ୍ଥିତ ତାଙ୍କ ବାସଭବନରୁ 3,72,800 ଟଙ୍କା ଜବତ ହୋଇଛି। ଏହିପରି ମୋଟ 18,90,800 ଟଙ୍କା ନଗଦ ଜବତ ହୋଇଛି। ବ୍ରହ୍ମପୁରର ବସନ୍ତ ବିହାରରେ ରହିଥିବା ତାଙ୍କର ଘରଟି 3 ମହଲା ବିଶିଷ୍ଟ। ଏହା 3,550 ବର୍ଗ ଫୁଟ ଜାଗାରେ ତିଆରି ହୋଇଛି। ଏହା ସହିତ ବ୍ରହ୍ମପୁର ସହର ଆଖପାଖରେ ତାଙ୍କର 5ଟି ଦାମୀ ପ୍ଲଟ୍ ରହିଛି। ତାଙ୍କର ଏହି 3 ମହଲା ଘର ପ୍ଲଟ୍ଗୁଡ଼ିକର ମୂଲ୍ୟ ଜାଣିବା ପାଇଁ ଭିଜିଲାନ୍ସ ବୈଷୟିକ ଟିମ୍ ପକ୍ଷରୁ ମାପଚୁପ ଜାରି ରହିଛି। ଏସଡିଓ ଶ୍ରୀ ବେହେରାଙ୍କର ଗୋଟିଏ କଂକ୍ରିଟ ମିକ୍ସଚର ମେସିନ୍ ରହିଛି। 2024 ମସିହାରେ ସେ ଏହାକୁ 57 ଲକ୍ଷ ଟଙ୍କାରେ କିଣିଥିଲେ। ସେହିପରି 2025ରେ ଗୋଟିଏ ଜେସିବି ମେସିନ୍ କିଣିଥିଲେ। ଏହାକୁ ସେ 37 ଲକ୍ଷ ଟଙ୍କାରେ କିଣିଥିଲେ। ଏହି କୋଟିପତି ବାବୁଙ୍କର ଗୋଟିଏ କାର୍, 3ଟି 2 ଚକିଆ ଗାଡ଼ି ରହିଛି। ଏହା ବାଦ ସୁନା ଅଳଙ୍କାର, ବ୍ୟାଙ୍କ, ପୋଷ୍ଟାଲ ଜମା ଏବଂ ଅନ୍ୟାନ୍ୟ ଆର୍ଥିକ ନିବେଶ ରହିଛି। ଭିଜିଲାନ୍ସ ପକ୍ଷରୁ ଖୋଳତାଡ଼ ଜାରି ରହିଛି।